ହଁ ଆଜ୍ଞା, ଏହା ମିଛ ନୁହେଁ, ଏହା ସତ୍ୟ ଅଟେ। ଆଜି PM ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖୁଣ୍ଟାରେ ନିର୍ବାଚନ ଚାଲିଛି। ପିଲାମାନେ ଧାଡ଼ିରେ ରହି ମତଦାନ ଦେଉଛନ୍ତି, ବ୍ୟାଲଟ ପେପର ଗ୍ରହଣ କରୁଛନ୍ତି ଏବଂ ମତଦାନ ଦେଉଛନ୍ତି। ଆସନ୍ତୁ ନଜର ପକାଇବା ବିଦ୍ୟାଳୟର ନୋଟିସ୍ ବୋର୍ଡ଼ ଉପରେ। ଦେଖିପାରୁଥିବେ ଆପଣମାନେ ବିଦ୍ୟାଳୟ ତରଫରୁ ଛାତ୍ର ସଂସଦ ନିର୍ବାଚନ ପାଇଁ ନୋଟିସ୍ ହେଇଛି। ନୋଟିସ୍ ନମ୍ବର 55, ଡେଟ୍ ଅଛି 18/10/25। ଲେଖାଯାଇଛି ଏତଦ୍ୱାରା ବିଦ୍ୟାଳୟର ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ବିଦ୍ୟାଳୟରେ ଗୋଟିଏ ଛାତ୍ର ସଂସଦ ଗଠନ ହେବାକୁ ଯାଉଅଛି। ଏଥି ନିମନ୍ତେ ଛାତ୍ର ସଂସଦର ନିମ୍ନଲିଖିତ ପଦବୀ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରାଯାଉଅଛି, ଯଥା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପରିବେଶ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, ଖାଦ୍ୟ ମନ୍ତ୍ରୀ, ସୂଚନା ମନ୍ତ୍ରୀ। ଦେଖିବାକୁ ଭିଡ଼ିଓ ଲେଖାଯାଇଛି କ'ଣ ବିଶେଷ ଦ୍ରଷ୍ଟବ୍ୟରେ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଉଚ୍ଚ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯିବ। ଅତି କମ୍ରେ 2 ଜଣ ଛାତ୍ରୀ ଛାତ୍ର ସଂସଦରେ ରହିବା ଆବଶ୍ୟକ। ପ୍ରାର୍ଥୀପତ୍ର ଦାଖଲ ଶେଷ ତାରିଖ 23, ମତଦାନ ଦିବସ 27/10 ସୋମବାର ଦିନ ଅଛି। ଦେଖିପାରୁଥିବେ ଆପଣମାନେ। ଆସନ୍ତୁ ଆଉ ଟିକେ ନଜର ପକାଇବା କିପରି ଭୋଟିଂ ଚାଲିଛି। ପିଲାମାନେ ବ୍ୟାଲଟ ପେପର ଧରିଛନ୍ତି, ଭୋଟିଂ କମ୍ପାର୍ଟମେଣ୍ଟକୁ ଯାଉଛନ୍ତି ଏବଂ ସେଠାରେ ଭୋଟ ଦେଉଛନ୍ତି। ନିଜ ନିଜର ମନପସନ୍ଦ କ୍ୟାଣ୍ଡିଡେଟ୍କୁ ଭୋଟ ଦେଉଛନ୍ତି। ଭୋଟ ଦେଇସାରିଲା ପରେ ନିଜର ମୂଲ୍ୟବାନ ଭୋଟକୁ ସେମାନେ ଭୋଟ ବାକ୍ସରେ ପକାଉଛନ୍ତି। ଦେଖନ୍ତୁ, ଥାର୍ଡ଼ ପୋଲିଂ ଅଫିସର ଭୋଟ ବାକ୍ସ ଦାୟିତ୍ୱରେ ଅଛନ୍ତି। ସେପଟରେ ପାର୍ଟି ଏଜେଣ୍ଟ କ୍ୟାଣ୍ଡିଡେଟ୍ ମାନଙ୍କର ଏଜେଣ୍ଟ ବି ବସିଛନ୍ତି। ଇଲେକ୍ସନଟି ଫେୟାର ଅବସ୍ଥାରେ ଅଛି। ଦେଖନ୍ତୁ ପିଲାଟି ଭୋଟ କେମିତି ପକାଉଛି ଭୋଟ ବାକ୍ସରେ, ନଜର କରିବା। मेहंदी तो सब लोग